ଗୋଟେ କ୍ଷା ମରୁରେ କ୍ଷା ପମ୍ପ ଖାଉନି କଥା କହୁଛ ନା ଚେଇଁ କହୁଛୁ କହୁଛୁ କଣ କିଛି କହିବେନି କହିବୁ ତୁ କଣ ଫେର ଚିମୁଛୁ ନା କଣ କଣ ମତେ ଭଲ ହେଇଛି ମୁଁ ସିନା ଶୁଣିବି ନାହିଁ କିନ୍ତୁ ମୁଁ ସବୁ ଦେଖିବି ମୁଁ ସବୁ କହିବି ନା ତୁ ଖାଲି ଏମିତି ମଝିରେ ମଝିରେ ହଲି ମୁଁ ଜାଣିଯିବି କୋଉ ପଟେ କଣ ଆଉଛି ନା ମୁଁ କିଛି ଦେଖା ହଉନି ସେ ଯାହା କହିବ ସବୁ ଗୁଡା ଖାଲି ଫାଲତୁ କଥା ରାତିରେ ହାତ ଖୋଲେ ତତେ ଜାଲି ଜାଲିଆ ଦେଖା ହଉଛି ନା ରାତିରେ ହାତ ଖୋଲେ ଓ ହାତ ବିନ୍ଧି ମାରିଗଲାଣି ନା ଗୋଟେ କୋଉ ଅମଳରୁ ଆମେ ବସିଛେ ଆଉ ପାଟିକି ମୁଠେଇକି ମୋ କାନକୁ ମୁଠେଇକି ସେ ପାଟିକି ମୁଠେଇକି ଆଉ ହବ ନାହିଁ ଗୋଟେ ଆମର ଗୋଟେ ରେଷ୍ଟ ନାହିଁ ନା ଏତେ ଜିନିଷ ଗୋଟେ ମଣିଷ ଜନ୍ମ ପାଇছে କି ମାଙ୍କଡ ଜନ୍ମ ପାଇছে ଯାହା ବି ପାଇছে ଆମେ ଗୋଟେ ପାଇଛେ କିଛି ଦେଖିବୁନି ତୁ ମୁଁ କିଛି ଶୁଣିବି ନାହିଁ ତୁ କିଛି କହିବୁନି ଶୁଣ ମୋ କଥା ଯାହା କୁହ ଗୋଟେ ସ୍ୱାଧୀନତା ପାଇଲା ଭଳିଆ ଦିନ ଲାଗିବ ସ୍ୱାଧୀନତା ଦେଲା ଲୋକଟା ଆମକୁ ଏମିତି ବସେଇକି ଯାଇଛ କିନ୍ତୁ ଆମ ଭିତରେ ସେ ଯୋଉ ଘଟଣାଟା ଘଟେଇ ଦେଇକି ଯାଇଥିଲେ କୋଉ ଘଟଣା ଯେ ତୁ ଖରାପ ଜିନିଷ ଶୁଣିବୁ ନାହିଁ ନା ମୁଁ ଶୁଣିବି ନାହିଁ ତୁ ଦେଖିବୁ ନାହିଁ ତୁ ଖରାପ ଜିନିଷ ଦେଖିବିନି ତାମାନେ ତୁ ଖରାପ କଥା କହିବୁ ମୁଁ ବାଡ଼ିଖିଆ ରହିଯିବା ମରଣ ହଉନି ତୁ କହୁଛୁ ଆମେ ରାଜ ଥିଲା କହିଦେଲି ମୁଁ ଖରାପ କଥା କହିବୁନି ତାମାନେ ଯେତିକି ଖରାପ ଜିନିଷ ଦୁନିଆରେ ଅଛି ତୁ ଦେଖିବୁ ହଁ ଠିକ ଆଉ ମୁଁ ଖରାପ କଥା ଶୁଣିବି ନାହିଁ ସବୁ ଦେଖିବି କହିବି ପାୱାରଟା ଦିଆହେଇଛି ମୁଁ ଏଇ ଘଟଣାଟା ଏପର୍ଯ୍ୟନ୍ତ କିଛି ବୁଝିପାରିଲିନି କୋଉ ଘଟଣା ମାନେ ଯେତେବେଳେ ଇଏ ଯୋଉ ଆମେ 3 ଜଣଙ୍କର ମୂର୍ତ୍ତି ଜଣେ ଆଣିକି ଚୀନର ଜଣେ ଦାମିକିଆ ଲୋକ ସେ ଦେଇଥିଲେ କାହାକୁ ଆମ ଜାତିର ପିତା ମହାତ୍ମା ଗାନ୍ଧୀ ସେ କହିଥିଲେ ଏଇ 3ଟାର କଥା ହଉଛି ଖରାପ କଥା ଦେଖିବ ନାହିଁ ଖରାପ କଥା ଶୁଣିବ ନାହିଁ ଖରାପ କଥା କହିବ ନାହିଁ ଆଜ୍ଞା ଆଚ୍ଛା ଇଏ 3 ଜଣଙ୍କୁ ଯଦି ଅଲଗା ଅଲଗା ଚରିତ୍ର କରିଦିଆଗଲା ସେଟା ଜଣକ ପାଖରେ ହବା କଥା ତାହେଲେ ଭଲ ଜିନିଷ କହିବ ଯାହା ତ ପାଟିଟା ବନ୍ଦ ସେ ଯଦି ଖରାପ ନ କହିବ ସେ ଭଲ ବି ତ କହିପାରିବ ନା ଯିଏ ଖରାପ ଦେଖିବନି ସେ ଭଲ ବି ଦେଖିପାରିବନି ଠିକ ଆଉ ଯିଏ ଖରାପ କଥା ଶୁଣିବନି ସେ ଭଲ ପ୍ରବଚନ ବି ଶୁଣିପାରିବ ମତେ ଲାଗୁଛି ଇଏ ଭିତରେ ଗୋଟେ କିଛି ଜଟିଳତା ନା ସେଟା ରହସ୍ୟ ଅଛି ଗୁଣ ରହସ୍ୟ ଗୋଟେ ଅଛି ତ ତାହେଲେ 3 ଜଣଙ୍କ ବଦଳରେ ଆମେ ଗୋଟେ କାମ କରିବା ଗୋଟେ ୟା ପରେ ପାଖରୁ କାମ କରିବା ତୋର ଯେତେବେଳେ କାମ ଥିବ ତୁ ବି ଯିବୁ ମୁଁ ଏକିଟିଆ 3ଟାକୁ ଉଠେଇକି ବସି ମୁଁ ଏକିଟିଆ ଖରାପ ଦେଖିବିନି ଖରାପ ଶୁଣିବିନି ଖରାପ କହିବି 3ଟା ଯାକୁ ବ୍ଲକ୍ କରି କାହିଁ 3ଟା କେତେ କାମ ଦାମ ଦୁନିଆରେ ଅଛି ଆଉ ଜଣେ ଖାଲି ଗୋଟେ ଉଠେଇକି ବସିବ ନା କଣ ଏଣିକି ଯାହାର କାମ ପଡିବ ଯିବ 2 ଜଣ ଗଲେ ଜଣେ 3ଟାକୁ ଧରିକି ବସିବ ଯଦି ମୁଁ ତ ଦେଖିପାରୁନି ଗୋଟେ ଜିନିଷଟା ହଉଛି ମୁଁ ତାକୁ ଶୁଣୁଛି ଯଦି ତାକୁ ପ୍ରତିବାଦ ମୁଁ କରୁନି ତାହେଲେ ମୁଁ ତାଠୁ ତ ବଳ ପାପି କଥାଟା ଠିକ ମୁଁ ତ ଦେଖୁଛି ଗୋଟେ ଅନ୍ୟାୟକୁ ଦେଖୁଛି କିନ୍ତୁ କହିପାରିଲି ଯଦି ପ୍ରତିବାଦ ନ କରିପାରିଲି ତାହେଲେ ମୁଁ ତ ବଡ ଅନ୍ୟାୟ ଏ କଥା କଣ ସତ ନା ଶୁଣ ମୋ କଥାଟା ଶୁଣ ଯେ ମତେ ବର୍ତ୍ତମାନ ମୋ ଭିତରେ ଯୋଉ ଦ୍ୱନ୍ଦ୍ୱଟା ପଶିଛି କୋଉଥିପାଇଁ ଏଇ କଥାଟା ପାଇଁ ଠିକ ଯେ ଅନ୍ୟାୟକୁ ଦେଖିକି ଯଦି ତମେ କହିପାରୁନ ଯଦି ସେଇଟାର ପ୍ରତିବାଦ ସ୍ୱର ତମେ ଉଠେଇ ପାରୁନ କିମ୍ବା କିଛି କରିପାରୁନ ତାହେଲେ ତମେ ତମଠାରୁ ବଡ ପାପି କେହି ନାହାନ୍ତି ତାହେଲେ ଆମେ 3ଟା କଣ ପାପି ଇଏ ତୁ ଦେଖିବୁ ନାହିଁ ମୁଁ ଦେଖିବିନି ଅନ୍ୟାୟ ଦେଖିବୁନି ଅନ୍ୟାୟକୁ ଯିଏ ଦେଖିକି ଆଗ ଦେଖା କରେ ଏଇଠି ତୁ ଜାଣୁଛୁ ତୋରି ଆଖି ଆଗରେ ଜଣକୁ ବାଡ଼ଉଛନ୍ତି ତୁ ଦେଖ ଶୁଣିପାରୁଛୁ କହିବି ପାରୁଛୁ କହିଛୁ ଦେଖିନୁ ଜାଣିକି ଆଖିର ହାତ ଖୋଲିଦେଲେ ଦେଖିପାରନ୍ତୁ କିନ୍ତୁ ଖରାପ ଜିନିଷ ତୁ ଦେଖିବୁ ନାହିଁ ତୁ ଦେଖୁଛୁ ଲୋକଟାକୁ ବାଡ଼ଉଛନ୍ତି କିମ୍ବା ମାରିଦେଲେ କିମ୍ବା ଏଇଠି ଅନ୍ୟାୟ ହେଲା ଚିନି କିଲୋ 18 ଟଙ୍କା ନା ସେ 25 ଲେଖା ବିକୁଛନ୍ତି ଏଇଠୁ ହାତ ଖୋଲିଦେଲେ ତୁ କହୁଛୁ କାହିଁକି ରେ 25 କାହିଁ 18 ଟଙ୍କାରେ କିନ୍ତୁ ତୁ କହୁନା ପାଟି ବନ୍ଦ କରି ବସିଛି ତାମାନେ ଅନ୍ୟାୟକୁ ଦେଖିକି ଚୁପ ରହୁଛୁ ମୁଁ ତ ବଡ ଅନ୍ୟାୟ ମୁଁ ଦେଖୁଛି ବାପା ପୁଅକୁ ଶୋଧୁଛି ଶିକ୍ଷକ ସମାଜ ପାଠ ପଢେଇ ସାରିଲା ପରେ ଛାତ୍ରମାନେ ତାକୁ ଉଚିତ ସମ୍ମାନ ଦଉନାହାନ୍ତି ମୁଁ ଦେଖୁଛି ମୁଁ ନମସ୍କାର କରିବା ନେଇ ପିଲାଙ୍କ ହାତ କଷ୍ଟ ହଉଛି ମୁଁ କହିପାରନ୍ତି କାନରୁ ଖୋଲିଦେଲେ ମୁଁ ସବୁ କଥା ଶୁଣିପାରନ୍ତି କିନ୍ତୁ ମୁଁ ଶୁଣୁନାହିଁ ତ ସବୁ ଅନ୍ୟାୟକୁ ଆମେ 3 ଜଣ ବରଦାସ୍ତ କରିବା ବୋଲି ପାପ କର୍ମକୁ ଦେଖିବା ଶୁଣିବା ଏବଂ କରିବା କିନ୍ତୁ ନିୟମ ଦୃଷ୍ଟିରୁ ଆମେ 3 ଜଣ ଯାକ ବନ୍ଧା ଏଇଟା କେତେ ଉଚିତ ଚାଲ ଗୋଟେ ମିଟିଂ ବସେଇବା ଆଉ ଗୋଟେ
ଗୋଟେ ମୂର୍ତ୍ତି କରି ମୁଁ ଚୌକା ଆଗି ବସି ଠିଆ ହେବି ତୋ ମନରେ ଠିଆ ହବୁନି ମୁଁ ଗୋଟେ ଏମିତିରେ ଏମିତି ହେଲା ଆଉ ତୁ ଠିଆ ହବୁ ନା ମୁଁ ଛିଡ଼ା ନା ହଠାତ୍ ଜଣା ମୁଁ 24 ଘଣ୍ଟା କାଳ ଏଇଠି ବସି ବସି ମୋର କଣ ହେଲା ମତେ ନିଦ ଆଇଲାଣି ଶୋଇ ଏତେ କଥା ତମର ଯଦି ଥିଲା ସେଟା ଆରମ୍ଭ ତିଆରି ବେଳୁ ମନା କରିଦେଲେନି ମୋ ଆଖି ବନ୍ଦ କରିବନି ମୁଁ ଏମିତି ଭାଗରେ ରହିବି ମତେ ଦଣ୍ଡପ ଗଦି ଦିଅ ସେମିତି ହେଇପାରିବନି ଯଦି କିଛି ଅସୁବିଧା ଅଛି ଯିଏ ତିଆରି କରିଛି ତା ପାଖକୁ ଚାଲ ନହେଲେ ଯିଏ ଆମକୁ ଯିଏ ଲୋକଙ୍କ ଆଗରେ ପ୍ରସ୍ତୁତି କରିକି ପଠେଇଦେଲା କିଏ ଜାତିର ଜନକ ମହାତ୍ମା ଗାନ୍ଧୀ ତାଙ୍କ ଆଦର୍ଶକୁ ସମ୍ମାନ ଦେଇକି ଆମକୁ ସବୁବେଳେ ଏମିତି ବସିବାକୁ ପଡିବ ୟା ଭିତରେ ଗୋଟେ କଥା କିନ୍ତୁ ସତ୍ୟ କୋଉଟା ସତ୍ୟ ଯେତେ ଯୁଗ ବିତି ଯାଉ କଥାଟାର ଅର୍ଥଟା ମତେ ଏକ୍ଚୁଆଲି ଅଲଗା ବାଗିଆ ଲାଗୁଛି ଯେ ଏଇଟା ଗୋଟେ ସଂକେତ ଦିଆଯାଇଛି କଣ ଦିଆଯାଇଛି ସଂକେତ ମାନେ ସତ୍ୟରେ ନୁହଁ ମତେ ଲାଗୁଛି ଯାହା ମାନେ ଅନ୍ୟାୟକୁ ଦେଖିକି ତମେ ପ୍ରତିବାଦ କର କିନ୍ତୁ ଅନ୍ୟାୟରେ କାହାକୁ କିଛି କୁହନି ବୁଝିପାରୁଛ ବୁଝିପାରିଲି ଅନ୍ୟାୟରେ କହିବୁନି କିନ୍ତୁ ଅନ୍ୟାୟରେ ପ୍ରତିବାଦ କରିବୁ ତାମାନେ ଏଇ ଯୋଉ ଦିଟା ହାତ ଏତିକି ଅଛି ମଝିରେ ଗୋଟେ ଫାଙ୍କ ନାହିଁ ସେଇଟା ହଉଛି ଭଲ ଫାଙ୍କଟା ମେନ୍ ଢାଙ୍କୁଣୀଟା ଉପରୁ ପଡିଛି ମାନେ ଅନ୍ୟାୟରେ କହିବନି କିନ୍ତୁ ଦରକାର ପଡ଼ିଲେ ତଳେ ଫୁସ୍ ଫୁସ୍ ଚୁପ୍ କହିବୁ ହଁ ଗୋଟେ ତୁ ଆଖି ଧରୁଛୁ ଦେଖାଉନି ତଳ ବାଟେ ନା ଏଇଠି ଦେଖାଉଛି ଏଇ ଯୋଉଟା ତା ମାନେ ଯୋଉଟା ନିହାତି ପାଖର ଜିନିଷ ନିହାତି ଭଲ କାମ ନିଜର ପାଖ ମଣିଷ ପାଖ କାମ ମାନେ ଭଲ କାମ ଦୂର କାମ ଗୁଡା ଖରାପ ତ ପାଖ କାମ ଗୁଡା ତୁ ଦେଖିବୁ ହେଲା ଆଉ ତୋର କହୁନୁ କିଛି ଆଉ କହୁନୁ ଫୁସ୍ ମଝିରେ ଫୁସ୍ କହିବୁ ତା ମାନେ ଯୋଉଟା ଭଲ କାମ ଆମେ କହିବା ଦେଖିବା ଶୁଣିବା କିନ୍ତୁ ଯୋଉଟା ଖରାପ ଟପିକ ତାକୁ ଆମେ ଦେଖିବାନି ଶୁଣିବାନି କି କହିଲେ ଭଲ ଆମକୁ ଭାବୁଛନ୍ତି ଭଲ ବୋଲି ହଁ କିନ୍ତୁ ଆମ ନାଁରେ ଭାର ସିନେମା କଲେ ମୋ ନାଁରେ ସିନେମା କଣ ପଚାରୁଛୁ ତତେ ପଚାରୁଛୁ କଣ ସିନେମା ହେଇଛି ଆମ ନାଁରେ 3 Idiot ଦାନ୍ତଟା ଦେଖଉଛୁ ନା 3 Idiot ମାନେ ତୁ ଭାବୁଛୁ ବୋଧେ 3 ରାମଚନ୍ଦ୍ର 3 Idiot ମାନେ ବଦମାସ ହଁ ଇଂରାଜୀରେ ଇଡିଏଟ ମାନେ ବଦମାସ ଲଫଙ୍ଗା ୟୁଜଲେସ୍ ଆମେ ଏଗୁଡ଼ା ବଦମାସ ଆମେ ତୁ କହୁଛୁ ଆମ ନାଁରେ କହିଲେ ସିନେମା ମୋର ଆଗରୁ ପାର୍ଟି ଖୋଲୁ ନଥିଲା ମୁଁ ଯେତେବେଳେ ଦେଖିଲି ମାନେ ଲୋକଟା ସବୁ କହିଲେ ପରା ମତେ ମୁଁ ତ ଆସିଲା ମୋ କଥା ଶୁଣ ଆମ ନାଁରେ ଯଦି ସେମାନେ ସିନେମା କରିଥାନ୍ତେ ସେ କରିଥାନ୍ତେ ତ୍ରିନାଥ ଯେମିତି ବ୍ରହ୍ମା ବିଷ୍ଣୁ ମହେଶ ମାନେ 3 Silence 3 Good ଗଙ୍ଗା ଯମୁନା ସରସ୍ୱତୀ ହଁ ଗଙ୍ଗା ନା ଜାତିରେ ମାଙ୍କଡ କହିଲା ଗଙ୍ଗା ତୁ ସରସ୍ୱତୀ ମୁଁ ଯମୁନା ମଝିର ନା କଣ ଶୁଣୁ ଆମେ 3 ଜଣ ହଉଛେ 3 ଚାଲାକ ମାନେ ଜାଣିଛୁ ଚାଲାକ ବୁଦ୍ଧିଆ କାରଣ ଯିଏ ସବୁବେଳେ ଦେଖେ ଶୁଣେ ଏବଂ ଚୁପ୍ ରହେ ସେଇମାନେ ହଉଛନ୍ତି ଏ ଦୁନିଆର ସବୁଠାରୁ ଜ୍ଞାନୀ ହଁ ଦେଖିଦବା ମାତ୍ରେ ଭୋଟ ଦେଇ କହିଦେଲେ ପିଲାଟିକୁ ହୁଇସିଲ ମାରିକି ଡାକିଲି ବୋଲି ଜାଣି ହେଲା ତ ଯୋଉମାନେ ସବୁ ଦେଖନ୍ତି ସବୁ ଶୁଣନ୍ତି ଏବଂ ଚୁପ୍ ରୁହନ୍ତି ସେଇମାନଙ୍କୁ ଜ୍ଞାନୀ ବୋଲି କହନ୍ତି ଅତି ଦରକାର ପଡ଼ିଲେ ପଦେ ପଦେ କହନ୍ତି ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ସବୁଠାରୁ ବଡ ଉଦ୍ଦେଶ୍ୟଟା ଥିଲା ଏଇଆ ସବୁ ଦେଖ ସବୁ ଶୁଣ କିନ୍ତୁ ଯଦି ତମେ ଜ୍ଞାନୀ ତାହେଲେ ଚୁପ୍ ହେଇକି ରୁହ ଏ ଜୀବନ ଯୁଦ୍ଧରେ ସବୁ ଯେତେବେଳେ ଖରାପ ଏଠି ଯେତିକି ଅସୁବିଧା ହେଇଛି କେବଳ ଦେଖିବ ଯିଏ କହିଛି ସେ ନାମ ନେଇ ଯିଏ ଦେଖିଛି ସେ ନାମ ନେଇଛି ଯିଏ ବେଶୀ କଥା ଇଆଡୁ ସିଆଡୁ ଶୁଣିଛି ସିଏ ବି ନାମ ନେଇଛି କିନ୍ତୁ ସେଇମାନେ ଇଏ ଜୀବନ ଯୁଦ୍ଧରେ ଜିତିଛନ୍ତି ଯୋଉମାନେ କିଛି କହିନାହାନ୍ତି କିଛି ଶୁଣି ନାହାନ୍ତି ଆଉ କିଛି ଦେଖି ନାହାନ୍ତି